ମା ଦିବ୍ୟ ସମାଚାର ପଢିବା। ଦିବ୍ୟ ସମାଚାର ଶ୍ରୀମା ଶ୍ରୀଅରବିନ୍ଦଙ୍କ ସହ ଘଟିତ 247 ସତ୍ୟ କାହାଣୀ। ତା ମୂଳ ରଚନା ହେଉଛି ଶ୍ୟାମ କୁମାରଙ୍କର। ଓଡ଼ିଆ ରୂପାନ୍ତର ବା ଓଡ଼ିଆରେ ଭାଷାନ୍ତର କରିଛନ୍ତି ଧ୍ରୁବଚରଣ ହୋତା। ଆମେ ତା ଦ୍ୱାରା ଆଜି ପଢିବା ମାଙ୍କ ବିଷୟରେ। ମାଙ୍କ କୃତଜ୍ଞତା। 1914 ମସିହା ମାର୍ଚ୍ଚ ମାସ 29 ତାରିଖ ଦିନ ପ୍ରଥମ ଥର ପାଇଁ ଶ୍ରୀମା ଯାଇ ଶ୍ରୀଅରବିନ୍ଦଙ୍କୁ ସାକ୍ଷାତ କରିଥିଲେ। ତାଙ୍କୁ ଦିଆଯାଇଥିବା ନିର୍ଦ୍ଦେଶ ଗୁଡ଼ିକ ଅନୁସରଣ କରି ସେ ଯାଇ ଶ୍ରୀଅରବିନ୍ଦ ବସବାସ କରୁଥିବା ଗୃହ ନିକଟରେ ଅପରାହ୍ନ 3 ଘଟିକା 30 ମିନିଟ୍ ସମୟରେ ପହଞ୍ଚିଲେ। ମା ରାସ୍ତାରେ ଠିଆ ହୋଇଥିବା ଗୋଟିଏ ଲୋକକୁ ପଚାରିଲେ, ଶ୍ରୀଅରବିନ୍ଦ ଘୋଷ କେଉଁ ଘରେ ରହୁଛନ୍ତି? ଲୋକଟି ନୀରବରେ ଅତିଥି ଭବନ ଦ୍ୱାର ଆଡ଼କୁ ହାତ ବଢ଼ାଇ ଦେଖାଇ ଦେଇଥିଲା। ସେତେବେଳେ ଶ୍ରୀଅରବିନ୍ଦ ଅତିଥି ଭବନ ଯୋଉଠି ଆମର ଏବେ ରହିଛି ସେଇଠି ରହୁଥିଲେ। ଶ୍ରୀମା ସେହି ଲୋକଟିର ନାମ ଓ ଠିକଣା ତାହାଠାରୁ ବୁଝି ଟିପି ନେଇଥିଲେ। ଏହି ଘଟଣା ପରଠାରୁ ପ୍ରତ୍ୟେକ ମାସରେ ମା କାମେଶ୍ୱରଙ୍କ ହାତରେ ଗୋଟେ ନିର୍ଦ୍ଦିଷ୍ଟ ପରିମାଣର ମୁଦ୍ରା ନିୟମିତ ଭାବରେ ସେହି ଲୋକଟି ବଞ୍ଚିଥିବା ପର୍ଯ୍ୟନ୍ତ ତାଙ୍କ ନିକଟକୁ ପ୍ରେରଣ କରୁଥିଲେ। ଅବଶ୍ୟ ପରେ ସେହି ବ୍ୟକ୍ତିଙ୍କୁ ଦର୍ଶନ ଦିବସରେ ଶ୍ରୀମା ଶ୍ରୀଅରବିନ୍ଦଙ୍କର ପବିତ୍ର ଦର୍ଶନର ସୁଯୋଗ ନିମନ୍ତେ ଅନୁମତି ପ୍ରଦାନ କରାଯାଇଥିଲା। ମା କୁହନ୍ତି, ସେହି ବ୍ୟକ୍ତି ମାଙ୍କୁ ପ୍ରଭୁଙ୍କର ଗୃହଟି ଦେଖାଇ ଦେଇଥିବାରୁ କୃତଜ୍ଞ ହୋଇ ମା ତାଙ୍କର ଏତେ ଯତ୍ନ ନେଉଥିଲେ। ପ୍ରଭୁଙ୍କ ନିମନ୍ତେ ପୁଷ୍ପ। ବହୁ ବର୍ଷ ଧରି ଶ୍ରୀମା ସ୍ୱୟଂ ଗୋଟିଏ ବଡ଼ ଟ୍ରେ ମଧ୍ୟରେ ବିଭିନ୍ନ ପୁଷ୍ପ ଭିନ୍ନ ଭିନ୍ନ ଢଙ୍ଗରେ ସୁନ୍ଦର ଭାବରେ ସଜାଇ ରଖୁଥିଲେ। ଏହି କାର୍ଯ୍ୟରେ ଚିନ୍ମୟୀ ମାଙ୍କୁ ସାହାଯ୍ୟ କରୁଥିଲେ। ଏହାପରେ ସେମାନେ ଶ୍ରୀଅରବିନ୍ଦଙ୍କ କକ୍ଷ ମଧ୍ୟକୁ ସେହି ପୁଷ୍ପ ଭରା ଟ୍ରେଟିକୁ ସାଙ୍ଗରେ ନେଇ ଯାଉଥିଲେ। ଶ୍ରୀଅରବିନ୍ଦଙ୍କର ଗୋଡ଼ରେ ଆକସ୍ମିକ ଆଘାତ ଲାଗିବାର କିଛି ଦିନ ପରେ ସମ୍ଭବତଃ ସେହି ଛୋଟ କକ୍ଷଟିର ସ୍ଥାନ ଅଭାବ ହେବାରୁ ଏହି କାର୍ଯ୍ୟକ୍ରମଟି ସ୍ଥଗିତ ରଖାଯାଇଥିଲା। ଆଉ ଏକ ଘଟଣା, ଛୋଟ ଛୋଟ ଘଟଣା ରହିଛି, ପଢିଦେବା। ଏକ ବହି ଯାଉଥିବା ସ୍ରୋତ। ଥରେ ଜଣେ ଶିଷ୍ୟ ଶ୍ରୀମାଙ୍କୁ ପ୍ରଶ୍ନ କଲେ, ହେ ମା, ଯେତେବେଳେ ଜଣେ ସବୁ କଥା ଜାଣୁଶୁଣି ମଧ୍ୟ ତୁମକୁ ପ୍ରତାରିତ କରିବା ପାଇଁ ଚେଷ୍ଟା କରେ, କାହିଁକି ତାକୁ ଆପଣ ସ୍ୱୀକୃତି ଦିଅନ୍ତି? ଜଣେ ଶିଷ୍ୟ ମାଙ୍କୁ ପ୍ରଶ୍ନ କରୁଛନ୍ତି, ହେ ମା, ଯେତେବେଳେ ଜଣେ ସବୁ କଥା ଜାଣିଶୁଣି ମଧ୍ୟ ତୁମକୁ ପ୍ରତାରିତ କରିବା ପାଇଁ ଚେଷ୍ଟା କରେ, କାହିଁକି ତାଙ୍କୁ ଆପଣ ସ୍ୱୀକୃତି ଦିଅନ୍ତି? ମା ଉତ୍ତର ଦେଇ କହିଥିଲେ, ମୁଁ ଗୋଟିଏ ପ୍ରବାହମାନ ସ୍ରୋତ ସଦୃଶ ଅଟେ। ପ୍ରତ୍ୟେକ ସାଧୁ ଅଥବା ଅସାଧୁ ସେହି ସ୍ରୋତ ମଧ୍ୟରେ ନିଜର ତୃଷା ମେଣ୍ଟାଇ ପାରନ୍ତି। ଯେଉଁମାନେ ନିଜ ନିଜର ତୃଷା ମେଣ୍ଟାଉଛନ୍ତି ସେମାନଙ୍କ ଉପରେ ପ୍ରବାହମାନ ସ୍ରୋତଟିର ଶୁଦ୍ଧତା ବଜାୟ ରଖିବା ନିର୍ଭର କରେ। ଦେଖନ୍ତୁ, ମା ନିଜେ ଲେଖୁଛନ୍ତି, ମା ନିଜେ କହୁଛନ୍ତି, ଯେହେତୁ ମା ନିଜେ ଦିବ୍ୟ ଜନନୀ, ତେଣୁ ତାଙ୍କ ପାଖରେ ଯିଏ ବି ଆସୁଛି ତେଣୁ ମା କହୁଛନ୍ତି, ମୁଁ ହଉଛି ଗୋଟେ ପ୍ରବାହମାନ ସ୍ରୋତ, ବହି ଯାଉଥିବା, ଯେମିତି ଝରଣାଟେ ବହି ଯାଉଛି, ନଈଟି ବହି ଯାଉଛି, ସେସବୁ ସେ କହୁଛନ୍ତି ଯେଉଁମାନେ ନିଜ ନିଜର ତୃଷା ମେଣ୍ଟାଉଛନ୍ତି ସେମାନଙ୍କ ଉପରେ ପ୍ରବାହମାନ ସ୍ରୋତଟିର ଶୁଦ୍ଧତା ବଜାୟ ରଖିବା ନିର୍ଭର କରେ। ଯଦି ଆମେ ନିଜେ ଯିଏ ଯାଉଛୁ ନଈରୁ ପାଣି ଆଣିବା ପାଇଁ, ଯଦି ସେଠି ଆମେ ନିଜେ ଅସନା କରିବା, ତାହେଲେ ଯୋଉ ସ୍ରୋତଟି ପ୍ରବାହିତ ହଉଛି ତାହା ଅଶୁଦ୍ଧ ହେଇଯିବ, ଅପରିଷ୍କାର ହେଇଯିବ। ସେଥିପାଇଁ ଆମେ ଆଉ ଗୋଟେ କଥା ଏଠି ମନେ ପକେଇ ପାରିବା, ମା ଥରେ ବର୍ଣ୍ଣନା କରିଥିଲେ ଯେ ତମମାନଙ୍କର ବ୍ୟବହାର ମତେ ଯେମିତି ଗୋଟେ ଆମେ ଯଦି କୌଣସି ଗୋଟେ ଜାଗାରେ ଖରାପ କିଛି କାର୍ଯ୍ୟ କରୁଛୁ, ଖରାପ ବ୍ୟବହାର କରୁଛୁ, ତେବେ ମାଙ୍କ ଶରୀରରେ ସେ କଷ୍ଟ ହୁଏ। ତେଣୁ ଏଠି ଆମେ ଯୋଉମାନେ ମାତୃ ଆଶ୍ରିତ ବା ଯୋଉମାନେ ମାଙ୍କ ପାଇଁ ସଂକଳ୍ପ କରିଛନ୍ତି କାର୍ଯ୍ୟ କରିବା ପାଇଁ,
ମା ଆମକୁ ସ୍ୱୀକାର କରି ନେଇଛନ୍ତି। ତେଣୁ ଆମର ପ୍ରତ୍ୟେକ କାର୍ଯ୍ୟାବଳୀ ବର୍ତ୍ତମାନ ଆମେ ହେଇଗଲେ ସତ୍ୟର ଗୋଟେ ରିପ୍ରେଜେଣ୍ଟେଟିଭ ଭଳି ହେଇଗଲେ। ସମାଜ ଅନ୍ୟମାନଙ୍କ ଆଗରେ ଆମେ କଣ ପରିପ୍ରକାଶ କରୁଛନ୍ତି ସେଇ ଅନୁସାରେ ଲୋକ ଭାବିବେ, ଲୋକ ଗ୍ରହଣ କରିବେ ସତ୍ୟଟାକୁ। ଯଦି ଆମର କିଛି ଆଚରଣ ଯୋଉଗୁଡା କି ଭଗବତ ପରିପନ୍ଥୀ ହବ, ଯଦି ଭଗବତ ପରିପନ୍ଥୀ ହବ ତେବେ ଚିନ୍ତା କରନ୍ତୁ ମାଙ୍କ କାର୍ଯ୍ୟ ଉପରେ ପ୍ରଭାବ ନିଶ୍ଚୟ ପଡିବ। ଆମର ନିଜର ଚେତନାର ତ ଅଗ୍ରଗତି ହବ ନାହିଁ, କିନ୍ତୁ କାର୍ଯ୍ୟଟି ଯୋଉ ବେଗରେ ଧରିଥାନ୍ତା ତାର ବେଗ ଶିଥିଳ ହବ। କାମଟି ତ ନିଶ୍ଚୟ ହବ, କାହିଁକିନା ବିଜୟ ସୁନିଶ୍ଚିତ। ତେଣୁ ଆମକୁ ସତର୍କ ହବାକୁ ପଡିବ। ମା ଏଠି ଯୋଉ କହିଲେ ଯେ ମୁଁ ହଉଛି ଏକ ପ୍ରବାହମାନ ସ୍ରୋତ, ତେଣୁ ତାର ଶୁଦ୍ଧତା ନିର୍ଭର କରେ ଯୋଉମାନେ ତୃଷା ମେଣ୍ଟାଉଛନ୍ତି। ତେଣୁ ଆମେ ସେଇ ଅନୁସାରେ ନିଜକୁ ପ୍ରସ୍ତୁତ କରିବା, ଆମେ ଯେମିତି ମାଙ୍କର ପ୍ରକୃତ ସନ୍ତାନ ହେଇପାରିବା। ଆମ ଯୋଗୁ ଯେମିତି ମାଙ୍କ କାର୍ଯ୍ୟର ଯୋଉ ଗତି ତ୍ୱରାନ୍ୱିତ ପଛେ ହବ, କେବେ ବି ମନ୍ଥର ହବ ନାହିଁ, କେବେ ବି ରହିଯିବ ନାହିଁ। ଆଉ ଗୋଟେ ଘଟଣା, ମୁଁ ଚିନ୍ତା କରେ ନାହିଁ। ଅଧିକାଂଶ ସମୟରେ କେହି ଜଣେ ବ୍ୟକ୍ତି ଶ୍ରୀମାଙ୍କୁ ପଚାରେ, କଣ ପଚାରିଲେ ସେ ମାଙ୍କୁ, ଏହା ଏପରି ହବ କିମ୍ବା ସେପରି ହବ, ତୁମେ ଚିନ୍ତା କର କି? ମାଙ୍କୁ ପଚାରୁଛନ୍ତି ଯେ ମା ଏଇଟା ଏପରି ହବ କି ସେପରି ହବ, ଆପଣ ଚିନ୍ତା କରନ୍ତି? ମା ତାଙ୍କ ମସ୍ତକରେ ଗୋଟିଏ ସ୍ନେହପୂର୍ଣ୍ଣ ହାଲୁକା ଚାପୁଡା ଦେଇ କୁହନ୍ତି, ମୁଁ ତୁମକୁ କେତେବାର କହିଲିଣି ଯେ ଦୀର୍ଘ 40 ବର୍ଷ ଧରି ମୁଁ କିଛି ଚିନ୍ତା କରେ ନାହିଁ। ମୁଁ ଘଟଣାଟିକୁ ଦେଖିପାରେ ଓ ସେହି ଅନୁସାରେ କାର୍ଯ୍ୟ କରିଯାଏ। ଏଣୁ ଆଉ କେବେ ହେଲେ ମୁଁ କଣ ଚିନ୍ତା କରୁଛି ବୋଲି ପଚାରିବ ନାହିଁ। ସାଧାରଣତଃ ଆମେ ଯୋଉମାନେ ସାଧାରଣ ମନୁଷ୍ୟ, ଚିନ୍ତା ଶୂନ୍ୟ ଅବସ୍ଥା ଯେ ସମ୍ଭବ, ଜଣେ ଚିନ୍ତା ନ କରି ମଧ୍ୟ ଉଚ୍ଚତର ଆମ ମନୁଷ୍ୟ ମାନେ ଉଚ୍ଚତର ଚେତନାରୁ, ଉଚ୍ଚତର ଜଗତରୁ କିଛି ଶବ୍ଦ, କିଛି ଘଟଣା, କିଛି କଥା, କିଛି କାର୍ଯ୍ୟ ଯେ କରି ହବ, ଏଇଟା ଆମ ଭିତରେ ଭାବିବା ଅସମ୍ଭବ ହେଇଯାଉଛି। ଅସମ୍ଭବ ହେଇଯାଉଛି କାହିଁକିନା ସେଇ ଯୋଉ ଅବସ୍ଥା ଆମ ପାଖରେ ଆମେ ଯେହେତୁ ପହଞ୍ଚି ନାହାନ୍ତି, ତେଣୁ ଆମକୁ ଲାଗୁଛି କେମିତିଆ କେମିତିଆ କଥା। ଆଜି ଆମେ ପଢୁଥିଲୁ, ଆଲୋଚନାରେ ଗୋଟେ ଥିଲା ଇଣ୍ଟ୍ୟୁସନ ବିଷୟରେ। ଇଭିନ୍ ଜଣେ ଯଦି ଇଣ୍ଟ୍ୟୁସନ ଲେଭେଲକୁ ବି ଯାଏ, ତେବେ ତା ପାଖରେ ଅନ୍ତରର ସତ୍ୟଟି ପ୍ରତିଫଳିତ ହବ ବା ପ୍ରତିଭାତ ହବ। ପ୍ରତିଫଳିତ ନୁହଁ, ପ୍ରତିଭାତ ହବ, ତାକୁ ଦେଖାଯିବ। ସେଠି ସିଏ ଆଉ ମନ ଦ୍ୱାରା ଚିନ୍ତା କରି, ବିଚାର କରି, ଆଲୋଚନା କରି, ପର୍ଯ୍ୟବେକ୍ଷଣ କରି ସିଏ ଗୋଟିଏ ସିଦ୍ଧାନ୍ତରେ ପହଞ୍ଚିବା ଦରକାର ନାହିଁ। ସିଏ ଘଟଣାଟିକୁ ଆଜ ଇଟ୍ ଇଜ ସିଏ ଦେଖିପାରିବ। ସେଇଟା ବି ପରେ ମିଶ୍ରିତ ହେଇଯାଏ। କାହିଁକି ମିଶ୍ରିତ ହେଇଯାଏ ନା, ଯେତେବେଳେ ତାହା ବାହାରକୁ ପରିପ୍ରକାଶ କରିବାକୁ ଆମେ ଚେଷ୍ଟା କରୁଛୁ, ବା ତା ପର ମୁହୂର୍ତ୍ତରେ ଯଦି ଆମେ ନିଜେ ପରିପୂର୍ଣ୍ଣ ଭାବେ ଡିଭିନିଟି ଆମ ଭିତରେ ପ୍ରତିଷ୍ଠିତ ହେଇନାହିଁ, ତାହେଲେ କଣ ହବ ନା, ଇଣ୍ଟ୍ୟୁସନ ଆସିଲା, ତାପରେ ଏସବୁ ଜିନିଷ ଆମ ଭିତରେ ଯୋଉଟା ରହିଛି ତା ସହିତ ମିଶିକି ସେଟା ମିଶ୍ରଣ ହେଇଯାଏ। କିନ୍ତୁ ଇଣ୍ଟ୍ୟୁସନ ଲେବୁଲରୁ ବି ମଧ୍ୟ ଅନେକ କଥା ଆମର ବିଚାର କରିବା ଦରକାର ନାହିଁ, ତାହା ଆମ ପାଖରେ ପ୍ରତିଭାତ ହୁଏ ସିଧାସଳଖ। ସେଟା ହେଇପାରେ। ମା ତ ହଉଛନ୍ତି ଦିବ୍ୟ ଜନନୀ, ତେଣୁ ସିଏ ତ ସିଏ ଆକ୍ସନ ହିଁ କରିବେ, ତେଣୁ ସେ ଚିନ୍ତା କାହିଁ କରିବେ? ତେଣୁ ମା କହୁଛନ୍ତି, ମୁଁ ଦୀର୍ଘ 40 ବର୍ଷ ଧରି କିଛି ଚିନ୍ତା କରୁନି, ଆଉ ତମେ ମତେ କଣ ପଚାରୁଛ ମା ତୁମେ ଚିନ୍ତା କର କି ବୋଲି? ତେଣୁ ଏ ଅବସ୍ଥା ସମ୍ଭବ। ଆମେ ଯଦି ସାଧନା କରିବା ତେବେ ପହଞ୍ଚି ପାରିବା ଚିନ୍ତା ଶୂନ୍ୟ ଏକ ଜଗତ, ବା ଚିନ୍ତା ଶୂନ୍ୟ ଅବସ୍ଥାରେ ରହି ବାହାରର କାର୍ଯ୍ୟ ମଧ୍ୟ କରିହବ। ଗୋଟେ ଘଟଣା,
ଗୋଟିଏ ରାତ୍ରି ଦିମନ ମନେ ପକାନ୍ତି ଆଶ୍ରମର ପ୍ରାରମ୍ଭିକ ଦିନ ଗୁଡ଼ିକରେ ମଧ୍ୟରାତ୍ର ଧ୍ୟାନ ସଂଗଠିତ ହେଉଥିଲା। ଏହି କାର୍ଯ୍ୟକ୍ରମ ମଧ୍ୟରାତ୍ରି ଠାରୁ ରାତ୍ର 1 ଘଣ୍ଟା 45 ମିନିଟ ମଧ୍ୟରେ ପ୍ରାୟ ହୁଏ। ମାନେ ରାତି 12ଟାରୁ 1:45 ଭିତରେ ମଧ୍ୟରାତ୍ର ଧ୍ୟାନ ହଉଥିଲା ପ୍ରାରମ୍ଭିକ ଦିନ ଗୁଡ଼ିକରେ। 1949 ମସିହା ଏକ ନିର୍ଦ୍ଦିଷ୍ଟ ରାତ୍ରିରେ ପ୍ରାୟ ରାତ୍ର 11 ଘଟିକା ହବ ଲୋକମାନେ ଅପେକ୍ଷାରତ ଥିବା ଦେଖି ଶ୍ରୀମା କହିଲେ ମୁଁ ଆସୁଛି। ରାତ୍ରି 11ଟା ବେଳକୁ ଲୋକମାନେ ଅପେକ୍ଷା କରି ରହିଛନ୍ତି, ମା ଆସିଲେ ସମସ୍ତେ ଧ୍ୟାନ କରନ୍ତି ମାଙ୍କ ଉପସ୍ଥିତିରେ। ତେଣୁ ରାତି 11ଟା ବେଳକୁ ମା ଦେଖିଲେ ଯେ ଲୋକମାନେ ସବୁ ଅପେକ୍ଷା କରିଛନ୍ତି, ତେଣୁ ମା କହିଲେ ମୁଁ ଆସୁଛି। ଏହାପରେ ମା କିଛି କ୍ଷଣ ବିଶ୍ରାମ ନେବା ପାଇଁ ବସନ୍ତେ ଗଭୀର ସମାଧି ମଧ୍ୟରେ ମଗ୍ନ ହୋଇ ପଡ଼ିଲେ। ସମାଧି ଅବସ୍ଥା ଲାଗି ରହିଥିଲା, ଯୋଉଟାକୁ ଆମେ ଇଂରାଜୀରେ କୁହନ୍ତି ଟ୍ରାନ୍ସ। ସେତେବେଳକୁ ପ୍ରାୟ ରାତ୍ରି 1:30 ହୋଇଗଲା। ମାନେ 11ଟା ବେଳୁ ଯାଇଛନ୍ତି, ମା ଟିକେ ବିଶ୍ରାମ ନେବା ପାଇଁ ବସିଛନ୍ତି, ତାପରେ ସେ ଟ୍ରାନ୍ସକୁ ଚାଲି ଯାଇଛନ୍ତି। ରାତି 1:30 ହେଲାଣି। ଯଦିଓ ମୁଁ ଯାଇ ଶ୍ରୀଅରବିନ୍ଦଙ୍କୁ କୌଣସି ମତେ ବିରକ୍ତ କରିବା ଉଚିତ ନୁହେଁ ବୋଲି ଭଲ ଭାବରେ ଜାଣିଥାଏ, ତଥାପି ମୁଁ ଗଲି ଏବଂ ଦେଖିବାକୁ ପାଇଲି ଶ୍ରୀଅରବିନ୍ଦ ନିଜ ବିଛଣା ଉପରେ ବସି ରହି ଶ୍ରୀମାଙ୍କୁ ରାତ୍ର 11 ଘଣ୍ଟା ଠାରୁ ଅପେକ୍ଷା କରିଛନ୍ତି। ମାନେ ଶ୍ରୀଅରବିନ୍ଦ ବି ଅପେକ୍ଷା କରି ବିଛଣାରେ ବସି ରହିଛନ୍ତି, ମା ଆସିଲେ ତଳକୁ ଯିବେ ଏବଂ ସାଧକ ମାନେ ଯୋଉ ସବୁ ଅଛନ୍ତି ସମସ୍ତଙ୍କ ସହିତ ମଧ୍ୟରାତ୍ର ଧ୍ୟାନ ସଂଗଠିତ ହବ ବୋଲି ସେ କହୁଛନ୍ତି। ମୁଁ କହିଲି ମା ସମାଧି ଅବସ୍ଥାରେ ଅଛନ୍ତି। ଶ୍ରୀଅରବିନ୍ଦ କହିଲେ 3 ମିନିଟ ଅପେକ୍ଷା କର, 5 ମିନିଟ ଅପେକ୍ଷା କର। ଯଦି ସେ ସମାଧିସ୍ଥ ଅବସ୍ଥାରୁ ନ ଫେରନ୍ତି ସମସ୍ତ ଲୋକଙ୍କୁ ଘରକୁ ଫେରିବା ନିମନ୍ତେ କହିଦେବେ। ମୁଁ ଅପେକ୍ଷା କଲି, ତଥାପି ମାଙ୍କ ଠାରୁ କୌଣସି ଇଙ୍ଗିତ ପାଇପାରିଲି ନାହିଁ। ପୁନଶ୍ଚ ଯାଇ ମୁଁ ଶ୍ରୀଅରବିନ୍ଦଙ୍କୁ ଜଣାଇଲି। ଏ ପର୍ଯ୍ୟନ୍ତ ମା ସମାଧିସ୍ଥ ଅବସ୍ଥାରୁ ଫେରି ନାହାନ୍ତି। ଶ୍ରୀଅରବିନ୍ଦ ମୋତେ ନିର୍ଦ୍ଦେଶ ଦେଲେ ଲୋକମାନଙ୍କୁ ଘରକୁ ଫେରିଯିବା ପାଇଁ ଯାଇ କହିଦିଅ। ରାତ୍ର 1:45 ମୁଁ ସିଡି ଗୃହର ଅଧାରେ ଥିବା ଝରକା ନିକଟକୁ ଓହ୍ଲାଇ ଯାଇ ଜଣାଇଦେଲି, ଶ୍ରୀଅରବିନ୍ଦ କୁହନ୍ତି ଘରକୁ ଚାଲିଯାଅ। ମାନେ ସେ କହୁଛନ୍ତି ପ୍ରଭୁ କୁହନ୍ତି ଯେ ଘରକୁ ଚାଲିଯାଅ। ଆମେ କହିଥାନ୍ତି ଯେ ଶ୍ରୀଅରବିନ୍ଦ କହିଲେ ଆପଣ ଘରକୁ ଚାଲିଯାଆନ୍ତୁ ବୋଲି, ତାଙ୍କର କହିବାର ଶୈଳୀ ଥିଲା। ସେ କହିଲେ ଶ୍ରୀଅରବିନ୍ଦ କୁହନ୍ତି ଘରକୁ ଚାଲିଯାଅ। ଶ୍ରୀମା ସମାଧି ଅବସ୍ଥାରୁ ଫେରି ଦୌଡ଼ିବାକୁ ଆରମ୍ଭ ପୂର୍ବକ କୁହନ୍ତି, ଓହୋ ସେମାନେ ସମସ୍ତେ ଅପେକ୍ଷା କରିଛନ୍ତି। ମାନେ ସମାଧି ଅବସ୍ଥାରୁ କେତେବେଳେ ଫେରିଛନ୍ତି, ଫେରିକି ଦୌଡ଼ି ମାନେ ତରବର ହେଇକି ଯେମିତି ଯାଆନ୍ତି ନା, ମାନେ ସେ ବ୍ୟସ୍ତ ହେଇକିରି ଆସୁଛନ୍ତି ଯେମିତି ସେଇଭଳି ଭାବରେ ଦୌଡ଼ିକିରି ଆସୁଛନ୍ତି ଯେ ଲୋକମାନେ ଅପେକ୍ଷା କରିଛନ୍ତି ତାଙ୍କ ପାଖ ପାଇଁ ବୋଲି। ସେଠି ଦ୍ୱିମନ୍ଦା କହୁଛନ୍ତି ନା ମା, ଶ୍ରୀଅରବିନ୍ଦ ସମସ୍ତଙ୍କୁ ଘରକୁ ଚାଲିଯିବା ପାଇଁ କହିଲେ। ତାପରେ ମା କହୁଛନ୍ତି କିନ୍ତୁ ଶ୍ରୀଅରବିନ୍ଦଙ୍କ ଖାଦ୍ୟ ପରିବେଷଣ? ଶ୍ରୀଅରବିନ୍ଦ ସେତେବେଳେ ପର୍ଯ୍ୟନ୍ତ ଅପେକ୍ଷାରତ ଥିଲେ। ପ୍ରାୟ ଦୀର୍ଘ 3 ଘଣ୍ଟା ଧରି ଶ୍ରୀଅରବିନ୍ଦ ନିଜର ବିଛଣା ଉପରେ ବସି ଅପେକ୍ଷାରତ ଥିଲେ। ଶ୍ରୀମା ଯାଇ ପ୍ରାୟ ରାତ୍ର 1:45 ଶ୍ରୀଅରବିନ୍ଦଙ୍କୁ ରାତ୍ରି ଭୋଜନ ପରିବେଷଣ କରିଥିଲେ। ଲୋକମାନେ ତଳ ତାଲାରେ ତଥାପି ଅପେକ୍ଷା କରିଥାନ୍ତି। ମୁଁ ମାଙ୍କୁ ଜାଗ୍ରତ କରିବାକୁ ଚେଷ୍ଟା କଲି, କିନ୍ତୁ କୌଣସି ଜବାବ ପାଇପାରିଲି ନାହିଁ। ଏହା ଏକ ଅତ୍ୟନ୍ତ ଜରୁରୀକାଳୀନ ଘଟଣା ପରି ପ୍ରତୀୟମାନ ହେଲା। ଶ୍ରୀମାଙ୍କ ବିଶ୍ରାମ। ସାଧାରଣତଃ ଶୋଇବା କହିଲେ ଆମେମାନେ ଯାହା ବୁଝିଥାଉ, ଶ୍ରୀମା ଠିକ୍ ସେଇ ଅର୍ଥରେ ଶୟନ କରନ୍ତି ନାହିଁ। ମା ଅଳ୍ପ ସମୟ ପାଇଁ ବିଶ୍ରାମ ଗ୍ରହଣ କରନ୍ତି ଓ ସେହି ସମୟ ମଧ୍ୟରେ ସେ ବିଭିନ୍ନ ଜଗତକୁ ତାଙ୍କର ଗୁହ୍ୟ ସାଧନାର ଅନ୍ୟାନ୍ୟ କାର୍ଯ୍ୟକ୍ରମ ନିମନ୍ତେ ଚାଲିଯାଆନ୍ତି।
ସେହି ସବୁ ଜଗତରେ ଥିବା ବିଭିନ୍ନ ଲୋକମାନଙ୍କ ସହ ସାକ୍ଷାତ କରନ୍ତି ଓ ସେମାନଙ୍କର ଆବଶ୍ୟକୀୟ ସାହାଯ୍ୟ ପ୍ରଦାନ କରନ୍ତି। ଭୋର 4 ଘଣ୍ଟା ସମୟରୁ ମାଙ୍କର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଏ। परंतु बेले बेले तांकर कार्यक्रम बहु रात्रि पर्यंत अर्थात रात्र 3 घंटा पर्यंत मध्य लगी रही है। समस्त कार्य अंते द्युमन मांकर बिछना प्रस्तुत करते। माँ कहती वर्तमान आउ विश्राम दरकार कि चलो आमर कार्यक्रम पुनराय आरंभ करवा। माने राति रे बेले बेले काम करू करू रात्रि 3टा भी हो जाए। राति रे काम करू करू राति 3टा भी बाजी जाए। से माँ कहते विश्राम नवा कथा। ता पर दिन पुणी 4टारू काम करती। पुणी उठिकी 4टारू उठती। देखो 3टारे शोले 4टारे भी से उठती। आउ बेले बेले माँ कहती जे आउ बिछना प्रस्तुत करने दरकार आउ विश्राम दरकार कि चलो आमर कार्यक्रम आरंभ करवा। तामाने से पुणी नेक्स्ट डे काम भी आरंभ करत। माँ तो माँ से शक्तिर जी से उत्स तांकर ए सब जिनस तांको पई कौन आम शक्ति दरकार आम विश्राम दरकार आम बॉडी प्रस्तुत है। हाँ आ गोटे घटना जदि मु न जाए खेल पड़िया प्रतिष्ठा हेबा परे श्रीमांकर समय निर्घंट संपूर्ण भाव परिवर्तित हो जाइथिला। प्रत्येक दिन माँ सेठारे स्वयं उपस्थित रही घंटा घंटा धरी शारीरिक कार्यक्रम परिचालना करुथिले ओ परिदर्शन करुथिले। सी गोटे अवस्था माँ को अति निकटवर्ती हो जाइथिला। से थरे माँ को कहले माँ आपण तो समस्त कार्यक्रम को खूब भल भाव देखी सारे वर्तमान आउ अधिकांश समय बाहर को जीवा पसंद करती कि श्रीमाता कही पूर्वर आश्रम केवल ध्यान कार्यक्रम संपादित हेउथिला। वर्तमान मोर केते बेसी संतान संतति आसी योगदान कले। झील और पुओ उभय आसी यही कार्यक्रम अंशग्रहण कले। मु जदि न जाए मांकर उपस्थिति एक दिव्य उपस्थिति। माँ जिते आसती माँ जो जो जगार स्थूल भाव पहुंचले से उच्चतमा शक्ति सब आसते अवतरण कर। तेणु जो माने खेलुचंती पड़िया रे अन्य कार्यक्रम रे माँ को उपस्थिति सेठी हेला माने सेठी एक दिव्य वातावरण एक दिव्य उपस्थिति रे से माने कार्यक्रम करेंगे। तेणु माँ से जाती माँ एमती जाती जे खाली जमी आम कौन करू आमर धारणा हूँ जे आमर मालिक कि आमर उपरिस्थ लोक से आसुच्च कार्यक्रम देखुं ठीक हो कि भूल हो। माँ कौन केवल से माँ जाती उपस्थिति जो साधक साधिका मैंने आसुच्च अमूल्य। मांकर कार परिचालक गण 1986 मसीह पवित्र माड्रास जाई 26,000 टंका विनिमय श्रीमां व्यवहार निमंते गोटे कार क्रय करी आनिले। कारटी हम्बर कंपनी थिला। प्रथमे आश्रम रे दुईटी गाड़ी थिला। गोटे जने भक्त मैडम पटेल मां को निवेदन करथिले। अन्यटी थिला गोटे लॉरी जहा को आश्रम तरफ क्रय करा जायतिला। श्रीमा 1932 किंबा 1933 मसीहा ठारू कार व्यवहार करने संपूर्ण बंद कर देथिले। किंतु आश्रम परिसर वृद्धि करने को आरंभ करने दृष्टि मां को विभिन्न कार्यक्रम परिदर्शन करने निमंते बाहर को जीवा आसिबा करिवार आवश्यकता पड़ला। मां को विभिन्न विभाग कार्यक्रम अंशग्रहण करने को हेला। एपरिकी काजनब परी दूर स्थान को जीवा आसिबा करिवार आवश्यकता पड़ला। काजनबटा आश्रम ठारू बहुत दूर रे 6-7 किलोमीटर पाखापाखि ऊपर हम। कारण समस्त विषय वस्तु को श्रृंखलित करने निमंते तांकर उपस्थिति वांछनीय हो उठिला। द्युमन कहती मांकर आश्रम बाहर को जीवार
मुख्य उद्देश्य है ସେହି ସବୁ ସ୍ଥାନ ମାନଙ୍କରେ ଏକ ବାତାବରଣ ସ୍ଥାପନ କରିବା। ଏବେ କଥା ହଉଥିଲେ ମାଙ୍କର ଉପସ୍ଥିତି ସେଠି ଏକ ବାତାବରଣ, ଏକ ଦିବ୍ୟ ବାତାବରଣ ତିଆରି କରିବ। ମା ଯେଉଁ ସବୁ ସ୍ଥାନ ମାନଙ୍କୁ ପରିଦର୍ଶନ କରିବାକୁ ଯାଉଥିଲେ, ସବୁଠାରେ ଶ୍ରୀଅରବିନ୍ଦ ଓ ତାଙ୍କର ବାୟୁମଣ୍ଡଳ ପ୍ରତିଷ୍ଠା କରି ଆସୁଥିଲେ। ଥରେ ଶ୍ରୀମା ଦୂରସ୍ଥ ଚିଦାମ୍ବରମ ସହର ପର୍ଯ୍ୟନ୍ତ ଯାଇଥିଲେ। ସାଧାରଣତଃ ଶ୍ରୀମା ଶ୍ରୀଅରବିନ୍ଦଙ୍କୁ ମଧ୍ୟାହ୍ନ ଭୋଜନ ପରିବେଷଣ କରନ୍ତି। ତହିଁ ଉତ୍ତାରୁ ସ୍ନାନ କରିନିଅନ୍ତି ଓ 3 ଘଟିକା ଠାରୁ 3.5 ଘଟିକା ମଧ୍ୟରେ ବାହାର କାମରେ ଯିବା ନିମନ୍ତେ ପ୍ରସ୍ତୁତ ହୋଇଯାଆନ୍ତି। ମା ଖୁବ୍ ବେଶୀ ବିଳମ୍ବ ହେଲେ ସନ୍ଧ୍ୟା 7 ଘଟିକା ବେଳକୁ ଫେରି ଆସନ୍ତି। ଟେନିସ୍ ଖେଳ ପଡ଼ିଆ ପ୍ରସ୍ତୁତ ହୋଇଗଲା ପରେ ଶ୍ରୀମା ପ୍ରତ୍ୟେକ ଦିନ ନିୟମିତ ଭାବରେ ସେଠାକୁ ଯାଉଥିଲେ। ଆଶ୍ରମରେ ଚଳଚ୍ଚିତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବା ପରେ ଶ୍ରୀମା ତାଙ୍କ ଭ୍ରମଣରୁ ଖୁବ୍ ଶୀଘ୍ର ଫେରିଆସି ଚଳଚ୍ଚିତ୍ରଟି ଆଶ୍ରମବାସୀକୁ ପ୍ରଦର୍ଶିତ ହେବା ପୂର୍ବରୁ ତାହାକୁ ସ୍ୱୟଂ ପରିଦର୍ଶନ କରି ନେଉଥିଲେ। ଆଗ ମା ନିଜେ ସେ ଭିଡିଓଟିକୁ ଦେଖି ଦଉଥିଲେ, କଣଟା ସାଧକ ସାଧିକା ମାନଙ୍କୁ ଦେଖାହବ, ଆଶ୍ରମବାସୀଙ୍କୁ ଯୋଉ ଦେଖାହବ ମା ତାକୁ ନିଜେ ଦେଖୁଥିଲେ, ତାପରେ ଯାଇକି ଆଶ୍ରମବାସୀଙ୍କୁ ଦେଖାଉଥିଲା। ବେଳେ ବେଳେ ଏହି କାର୍ଯ୍ୟକ୍ରମ ଅର୍ଦ୍ଧରାତ୍ର ପର୍ଯ୍ୟନ୍ତ ଲାଗି ରହୁଥିଲା ଏବଂ ଚଳଚ୍ଚିତ୍ରଟି ଶେଷ ହେବା ପରେ ଯାଇ ମା ତାଙ୍କର ସାନ୍ଧ୍ୟ ଭୋଜନ ଗ୍ରହଣ କରୁଥିଲେ। ପବିତ୍ର ଥିଲେ ଶ୍ରୀମାଙ୍କ ଗାଡି ପରିଚାଳକ, କିନ୍ତୁ ସାଙ୍ଗରେ ଆଉ ଜଣେ ଡ୍ରାଇଭରଙ୍କୁ ନିଆଯାଉଥିଲା, କାରଣ ଦୂରସ୍ଥ ଲେକ୍ ଇଷ୍ଟେଟ୍ ଯିବାକୁ ହେଲେ ବାଟରେ କାଳେ ଗାଡିଟି ଅଚଳ ହୋଇଯାଇପାରେ। ଲେକ୍ ଇଷ୍ଟେଟ୍ ଆହୁରି ଦୂରରେ। ଏପରି ଅବସ୍ଥାରେ ସହକାରୀ ଡ୍ରାଇଭରଟି ପାଦରେ ଚାଲି ଚାଲି ଆସି ପଣ୍ଡିଚେରୀ ସହରରୁ ଗୋଟିଏ ମେକାନିକ ଡାକି ନେଇଯାଇ ପାରିବ। ଶ୍ରୀଅରବିନ୍ଦ ଶ୍ରୀମାଙ୍କ ଆଗମନ ପର୍ଯ୍ୟନ୍ତ ଅପେକ୍ଷାରତ ଥାନ୍ତି। ଶ୍ରୀଅରବିନ୍ଦ ଶ୍ରୀମାଙ୍କର ଆଗମନ ପର୍ଯ୍ୟନ୍ତ ଅପେକ୍ଷାରତ ଥାନ୍ତି। ମା ଯେତେବେଳେ ବାହାରକୁ ଯାଆନ୍ତି ଶ୍ରୀଅରବିନ୍ଦ ଅପେକ୍ଷା କରନ୍ତି ତାଙ୍କ ଆସିବା ପର୍ଯ୍ୟନ୍ତ। ଶ୍ରୀଅରବିନ୍ଦ ମଝିରେ ମଝିରେ ଝରକା ପାଖକୁ ଆସି ରାସ୍ତାରେ ଅପେକ୍ଷା କରିଥିବା ଅମୃତା ଅଥବା ନଳିନୀକୁ ପଚାରନ୍ତି, ସେ ଆସିଲେଣି କି? କିଛି ଖବର ପାଇଛ କି? ତଳେ ଅମୃତା ଏବଂ ନଳିନ୍ଦା, ଅମୃତା ଦିଦି ଆଉ ନଳିନ୍ଦା ସେ ଅପେକ୍ଷା କରି ରହିଥାନ୍ତି। ତେଣୁ ମା ପ୍ରଭୁ ତାଙ୍କୁ ପଚାରନ୍ତି ଯେ ସେ ଆସିଲେଣି କି, କିଛି ଖବର ପାଇଛ କି? ସେମାନେ କୁହନ୍ତି, ଆମେ କୌଣସି ଖବର ପାଇନାହୁଁ, କେବଳ ଅପେକ୍ଷା କରିଛୁ। ବାଟରେ ଗାଡି ଅଚଳ ହୋଇଯାଇଥିବାର କୌଣସି ସମ୍ବାଦ କେହି ସହକାରୀ ଆଣି ଆସିବା ମାତ୍ରେ ସହସା ଗୋଟିଏ ମୁହୂର୍ତ୍ତ ବିଳମ୍ବ ନ କରି ଅମୃତା ଦୌଡ଼ି ଯାଇ ମାଙ୍କୁ ଆଣିବା ପାଇଁ ଗାଡି ବନ୍ଦୋବସ୍ତ କରି ଲେକ୍ ଇଷ୍ଟେଟକୁ ପ୍ରେରଣ କରନ୍ତି। କୌଣସି ସମୟରେ ଯଦି କିଛି ଅସୁବିଧା ଆସି ପହଞ୍ଚିଲା, ସାଙ୍ଗେ ସାଙ୍ଗେ ଯଦି ଖବର ଆସି ପହଞ୍ଚିଲା, ଅମୃତା ଦୌଡ଼ିକି ଯାଇ ମାଙ୍କୁ ଆଣିବା ପାଇଁ ଗାଡି ବନ୍ଦୋବସ୍ତ କରି ଲେକ୍ ଇଷ୍ଟେଟ ପ୍ରେରଣ କରନ୍ତି। ଏହି ସହରରେ ରହୁଥିବା ଜନୈକ ଚେଟିୟର ତାଙ୍କ ନିଜ ଗାଡିଟିକୁ ଏହିପରି ପରିସ୍ଥିତିରେ ଦେଇଥାନ୍ତି ଯେଉଁଥିରେ ଶ୍ରୀମା ଆଶ୍ରମକୁ ପ୍ରତ୍ୟାବର୍ତ୍ତନ କରନ୍ତି। ଚେଟିୟର ଜଣେ ସେ ସହରରେ ରହୁଛନ୍ତି, ଯିଏକି ତାଙ୍କ ଗାଡିକୁ ଯଦି କିଛି ଅସୁବିଧା ହେଲା ସେ କହିଛନ୍ତି ତାଙ୍କ ଗାଡିଟି ନେଇକିରି ଯାଇ ବ୍ୟବହାର କରିବା ପାଇଁ, ତେଣୁ ସେ ତାଙ୍କ ଗାଡିକୁ ନେଇକିରି ଯାଇକି ମାଙ୍କୁ ନେଇକି ଆସନ୍ତି। ପବିତ୍ର ଜଣେ ଖୁବ୍ ସଚେତନ ଓ ସାବଧାନ ଚାଳକ। ହମ୍ବର ଗାଡିଟି ଆସିବା ପରେ ଦିନେ ସେ ମାଙ୍କୁ ବସାଇ ଚିଦାମ୍ବରମ ଯାଉଥାନ୍ତି। ସେଇ ଗାଡିଟିର ଅତି ସାଧାରଣ ଚଳନ ବେଗ ଘଣ୍ଟାକୁ 100 କିଲୋମିଟର ଅଟେ। ତାମାନେ ଘଣ୍ଟାକୁ 100 କିଲୋମିଟର ହଉଛି ସେ ଗାଡି ପାଇଁ ନର୍ମାଲ। ଗାଡିଟି ସେଇ ବେଗରେ ଚାଲୁଥାଏ। ସେ ରାସ୍ତା ମଝିରେ ଗୋଟିଏ ବଡ ଗାତର ସମ୍ମୁଖୀନ ହେଲେ। ତଥାପି ଏତେ ଦ୍ରୁତ ବେଗରେ ଯାଉଥିଲେ ମଧ୍ୟ, ଘଣ୍ଟାକୁ 100 କିଲୋମିଟର ଯାଉଥିଲେ, ଏତେ ଦ୍ରୁତ ବେଗରେ ଯାଉଥିଲେ ମଧ୍ୟ ପବିତ୍ର ଗାଡିର ବେଗ କମାଇ ସହସା ବନ୍ଦ କରିବାକୁ ସକ୍ଷମ ହୋଇଥିଲେ। ତାମାନେ ସେ କେତେ ଏଫିସିଏଣ୍ଟ ଡ୍ରାଇଭର, କେତେ ସୁନ୍ଦର ଭାବରେ ପରିଚାଳନା କରୁଥିଲେ। ତାଙ୍କର ମନର ଏପରି ତୀକ୍ଷ୍ଣ ସଚେତନତା ହେତୁ ଗୋଟେ ବଡ ବିପଦକୁ ଅତି ସହଜରେ ଏଡାଇ ଦିଆଯାଇ ପାରିଥିଲା। ପରେ ଅବଶ୍ୟ ପବିତ୍ର ଅସୁସ୍ଥ ଥିବା ସମୟରେ ଅଭୟ ସିଂ ମାଙ୍କର ଗାଡିର ଚାଳନା ଭାର ଗ୍ରହଣ କରନ୍ତି। ଏହି ଉଦ୍ଦେଶ୍ୟରେ ପବିତ୍ର
ଅଭୟ ସିଂଙ୍କୁ ବହୁ ଆଗରୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଆଶ୍ରମରେ ଏଇଟା ଗୋଟେ ବହୁତ ସୁନ୍ଦର ଭାବରେ ସେମାନେ ପରିଚାଳନା କରନ୍ତି ଯେ ଜଣେ ଥାଏ ଏବଂ ଦ୍ୱିତୀୟ ବ୍ୟକ୍ତିକୁ ସେ ରେଡି କରିଦେଇଥାନ୍ତି ଯେମିତି କୌଣସି ଅସୁବିଧା ନହବ। ଯେମିତି ସାଙ୍ଗରେ ପବିତ୍ରତାକୁ ଆଉ ଜଣକୁ ଡ୍ରାଇଭରକୁ ନେଇକି ଯାଉଥିଲେ କାଳେ କିଛି ଅସୁବିଧା ଯଦି ହବ ଏବଂ ଏପଟରେ ପବିତ୍ରତା ଅସୁସ୍ଥ ହବା ପୂର୍ବରୁ ଅନେକ ଆଗରୁ ଅଭୟ ସିଂଙ୍କୁ ସିଏ ମାନେ ରେଡି କରିଦେଇଛନ୍ତି। କେବେ ଅସୁବିଧା ହେଲା ମାନେ ଅଭୟ ସିଂ ନେଇକି ଯିବେ। ତେଣୁ ପବିତ୍ରତା ଯେତେବେଳେ ଅସୁସ୍ଥ ହେଲେ ଅଭୟ ସିଂ ଦା ତାଙ୍କୁ ମାଙ୍କୁ ନବା ଆଣିବା କଲେ। ଏଇ ତ ହଉଛି ଆଉ କାହିଁକି ନା ମାଙ୍କ କାମ ନା, ମାଙ୍କ କାମ ଅଟକିଯିବ କେମିତି? ଆଉ ମୁଁ ନିଜକୁ ପ୍ରତିଷ୍ଠା କରିବି କାହିଁକି? ତେଣୁ ପ୍ରସ୍ତୁତ କରିଦିଅନ୍ତି ଯେମିତି ମୋର କିଛି ମୁଁ ନଥିଲା ମାନେ କାମଟି ଅଟକି ଯିବ ନାହିଁ। ମୋ ଯୋଗୁ ଯେମିତି କାମ ଅଟକି ନଯାଏ। ଇଏ ହଉଛି ମାଙ୍କ କାର୍ଯ୍ୟକୁ ଯେମିତି ସୁରୁଖୁରୁରେ ହବ ସେଇ ଧାରଣା। କିନ୍ତୁ ଯୋଉଠି ବ୍ୟକ୍ତି ନିଜକୁ ପ୍ରତିଷ୍ଠିତ କରିବ, ନିଜ ଅହଂକାର ପ୍ରତିଷ୍ଠିତ କରିବାକୁ ଚାହୁଁଥିବ, ସିଏ ତାହେଲେ କଣ କରିପାରେ ଯେ ଏମିତି କରିଦେଇଥିବ ଯେମିତି ସିଏ ନଥିଲା ବେଳେ କାମଟି ହବନାଇଁ, ତମେ ତାକୁ ହିଁ ଖୋଜିବ। ତେଣୁ ଆଶ୍ରମରେ ସେଇ ଜିନିଷଟି କିନ୍ତୁ ସୁନ୍ଦର ଭାବରେ ସେମାନେ ପରିଚାଳନା କରୁଥିଲେ। ମା Ma. Thank you, Larabar.